জ্যେষ্ঠ ପୂର୍ଣ୍ଣିମା ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନ ଯାତ୍ରା ବୋଲି କହନ୍ତି। ଶ୍ରୀ ଜଗନ୍ନାଥଙ୍କର ଜନ୍ମଦିନ ମଧ୍ୟ ଏହି ଦିନରେ ଭଗବାନ ଜଗନ୍ନାଥ ଗଜାନନ ବେଶରେ ପ୍ରକଟ ହୋଇଥାନ୍ତି। ଆଶା କରୁଛି ଆପଣମାନେ ସମସ୍ତେ ଗତକାଲି ସମାପ୍ତ ହୋଇଥିବା ଦେବସ୍ନାନ ପୂର୍ଣ୍ଣିମାକୁ ଭାବର ସହିତ ପାଳନ କରି ସୁଖ ଅନୁଭବ କରିଥିବେ। ମୁଁ ତ ବହୁତ ଏନ୍ଜୟ କରିଛି କାଲି। କାଲି ମୁଁ ବହୁତ କିଛି ମୋତେ ସୁଯୋଗ ମିଳିଛି ମୁଁ ସେ ସେବା କରିବାକୁ। ଫଟୋ ବି କିଛି ଭିଡ଼ିଓ କିଛି କ୍ଲିପ୍ ସେୟାର କରିଥିଲି ବାବର ପ୍ରଭୁଙ୍କ ପାଇଁ। ଆପଣଙ୍କୁ ଖାଲି ଗୋଟେ ଦେଇଥିଲି ବୋଧେ, ଆଉ ଅନ୍ୟ ଗୁଡ଼ାକ ବାବର ପ୍ରଭୁଙ୍କୁ ମୁଁ ବହୁତ ଗୁଡ଼ାକ ଦେଇଛି। କାଲି ଦିନଟା ସାରା ସକାଳୁ ରାତି 10ଟା ପର୍ଯ୍ୟନ୍ତ ବହୁତ ପ୍ରକାର ସେବା କରିଥିଲି ଠାକୁରଙ୍କର। ଯାଉ ସେ ମୌକା ମିଳିଥିଲା ଆଉ ବହୁତ ଧନ୍ୟ ମନେ କଲି, କାହିଁକିନା ଏତେ ପାଖରୁ ମୁଁ କୋଉଠି ସେବାରେ ମୁଁ ଜଡ଼ିତ ନଥିଲି। ଯାହା ମତେ ବହୁତ ଖୁସି ଲାଗିଲା, ବହୁତ ସୁଖ ଲାଗିଲା, ବହୁତ ଶାନ୍ତି ଲାଗିଲା। ସେଥିପାଇଁ ମୁଁ ଭଗବାନଙ୍କୁ ବହୁତ ଧନ୍ୟବାଦ ଦଉଛି, କୃତଜ୍ଞ ମଧ୍ୟ। ଜଗନ୍ନାଥ ଗଜାନନ ବେଶରେ ପ୍ରକଟ ହୋଇଥାନ୍ତି କେଉଁ ଦିନ ନା ଦେବସ୍ନାନ ପୂର୍ଣ୍ଣିମା ଦିନ। ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଯାହା ଆମେ ଜାଣିବାକୁ ପାଇଛୁ, ଶ୍ରୀ ଚୈତନ୍ୟ ମହାପ୍ରଭୁ ପୁରୀରେ ଥିବା ସମୟରେ ସ୍ନାନ ଯାତ୍ରାରେ ଉପସ୍ଥିତ ରହି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କରି ବହୁତ ଆନନ୍ଦ ଅନୁଭବ କରୁଥିଲେ ଏବଂ ବହୁତ ଦୁଃଖ ମଧ୍ୟ ତାଙ୍କୁ ହେଉଥିଲା, କାରଣ ଭଗବାନ ଜଗନ୍ନାଥଙ୍କର 15 ଦିନ ଅନବସର ପାଇଁ, ସେ ଯେଉଁ 15 ଦିନ ଅନବସରରେ ଯିବେ, ଅଣବସର ଯାହାକୁ କୁହାଯାଏ, ସେତେବେଳେ ସେ ତାଙ୍କୁ ଆଉ ଦର୍ଶନ ପାଇବା ମୁସ୍କିଲ ହେଇଯାଏ, ଦର୍ଶନ କରିପାରନ୍ତି ନାହିଁ। ସେହି ବ୍ୟାକୁଳତା ଅନୁଭବ କରୁଥିଲେ, ଯେପରି କୃଷ୍ଣଙ୍କ ପାଇଁ ଗୋପୀମାନେ ଅନୁଭବ କରୁଥିଲେ। ଆମମାନଙ୍କର ସବୁଠାରୁ ପ୍ରିୟ ହେଲେ ରାଧାରାଣୀ ଏବଂ ତାଙ୍କର ଅବତାର ହେଉଛନ୍ତି ଶ୍ରୀ ଚୈତନ୍ୟ ଦେବ। ତତ୍ପଶ୍ଚାତ୍ ସେ ଆଲାରନାଥ ଚାଲିଗଲେ ଦର୍ଶନ କରିବାକୁ ଏଇ ଅଣସର ସମୟରେ, କାରଣ ପୁରୀରେ ଯେଉଁ ପୁଣ୍ୟ ମିଳିଥାଏ ଅଣସର ବେଳେ ଆଲାରନାଥଙ୍କୁ ଦର୍ଶନ କଲେ ସମାନ ଫଳ ପ୍ରାପ୍ତି ହୋଇଥାଏ। ଏ ଆଲାରନାଥ କିଏ? ଯେହେତୁ ଭଗବାନ ଅଲୱାରରୁ ଆସିଥିଲେ, ତେଣୁ ତାଙ୍କୁ ଅଲାରନାଥ ବୋଲି କୁହାଯାଏ। ବ୍ରହ୍ମାଙ୍କର ତପସ୍ଥଳୀ ଥିଲା ବ୍ରହ୍ମଗିରି। ବ୍ରହ୍ମା ନିଜେ ଆଲାରନାଥଙ୍କ ବିଗ୍ରହ ସ୍ଥାପନ କରିଥିଲେ। ପୁରୀ ମନ୍ଦିର ସ୍ଥାପନର 200 ବର୍ଷ ପୂର୍ବରୁ ଅଲାରନାଥ ମନ୍ଦିର ବ୍ରହ୍ମଗିରିରେ ସ୍ଥାପନା କରାଯାଇଥିଲା। ଯେହେତୁ ବ୍ରହ୍ମା ଏଠାରେ ତପ କରୁଥିଲେ, ତେଣୁ ଏହି ଜାଗାର ନାମ ବ୍ରହ୍ମଗିରି ରୂପରେ ପରିଚିତ। ଅନବସର ସମୟରେ ଶ୍ରୀ ଜଗନ୍ନାଥ ବ୍ରହ୍ମଗିରିରେ ସ୍ଥିତ ଅଲାରନାଥ ରୂପେ ଦର୍ଶନ ଦେଇଥାନ୍ତି। ଅଲାରନାଥ ହେଲେ ସ୍ୱୟଂ ବିଷ୍ଣୁ ନାରାୟଣ। ଯେତେବେଳେ ଶ୍ରୀ ଜଗନ୍ନାଥ ସ୍ନାନ ପୂର୍ଣ୍ଣିମାରେ 15 ଦିନ କ୍ୱାରେଣ୍ଟାଇନ୍ରେ ରହନ୍ତି, ଏହି ସମୟରେ ତାକୁ ବିଭିନ୍ନ ପ୍ରକାରର ଫଳ, ପଥିମୂଳ ଓ ଔଷଧ ଦିଆଯାଏ, କାରଣ ତାଙ୍କୁ ଜ୍ୱର ହେଇଯାଇଥାଏ ଏଇ ସ୍ନାନ ପୂର୍ଣ୍ଣିମାରେ ଏତେ ଗାଧୋଇଲା ପରେ। ତାଙ୍କୁ ସୁସ୍ଥ କରିବା ପାଇଁ ଏହିସବୁ ବିଭିନ୍ନ ପ୍ରକାରର ପଥି, ଫଳମୂଳ, ଔଷଧ ଦିଆଯାଇଥାଏ ଓ ଏହି ସମୟରେ ସେ ଭକ୍ତମାନଙ୍କୁ ବି ଦର୍ଶନ ଦିଅନ୍ତି ନାହିଁ। ଭକ୍ତମାନେ ବିଭିନ୍ନ ସ୍ଥାନରେ ପ୍ରଭୁଙ୍କୁ ଖୋଜନ୍ତି କିନ୍ତୁ ପାଆନ୍ତି ନାହିଁ। ଗୌରାଙ୍ଗ ମହାପ୍ରଭୁ ହେଲେ ରାଧା ବିରାଜିତ କୃଷ୍ଣ। ଚୈତନ୍ୟ ମହାପ୍ରଭୁ 18 ବର୍ଷ ଧରି ପୁରୀରେ ଅବସ୍ଥାନ କରୁଥିଲେ। ରାସଲୀଳାରେ ଭଗବାନ ଶ୍ରୀକୃଷ୍ଣ ଚତୁର୍ଭୁଜ ରୂପରେ ଦର୍ଶନ ଦେଇଥାନ୍ତି, କିନ୍ତୁ ରାଧାରାଣୀଙ୍କ ସମ୍ମୁଖରେ ପ୍ରଭୁ ଦୁଇ ହାତକୁ ଅପ୍ରକଟ କରିଦିଅନ୍ତି। କୃଷ୍ଣଙ୍କର କୌଣସି ଚାଲ ରାଧାରାଣୀଙ୍କ ସମ୍ମୁଖରେ ଚାଲିପାରେ ନାହିଁ। ବ୍ରହ୍ମାଜୀ ଗୌଡ଼ୀୟ ମଠ ବନାଇଥିଲେ। 1926 ମସିହାରେ ଗୌଡ଼ୀୟ ମଠ ଉଦ୍ଘାଟିତ ହୋଇଥିଲା। ପ୍ରଭୁଙ୍କ ମନ୍ଦିର ବନାଉଥିବା ଶ୍ରମିକମାନେ ବିଡ଼ି ପାନ କରୁଥିଲେ। ଯେହେତୁ ସେମାନଙ୍କୁ କମ୍ ବେତନରେ ରଖାଯାଇଥିଲା, ତେଣୁ ସେମାନେ ଖର୍ଚ୍ଚ କାଟ କରିବା ପାଇଁ ନିଜେ ବିଡ଼ି ତିଆରି କରି ପାନ କରୁଥିଲେ, ଯାହା ପାଇଁ କି ମନ୍ଦିର ନିର୍ମାଣରେ ବିଳମ୍ବ ହେଉଥିଲା। ଅଯଥାରେ ସେମାନେ ଏହି ବିଡ଼ି ପିଇବାରେ, ବିଡ଼ି ବନାଇବାରେ ସମୟ ନଷ୍ଟ କରୁଥିଲେ। ଚୈତନ୍ୟ ଦେବ କହିଲେ ଯେ ବିଡ଼ିରେ ସମୟ ନଷ୍ଟ ନକରି ଭାବର ସହିତ ମନ୍ଦିର ନିର୍ମାଣ କର। ଶେଷରେ ମନ୍ଦିରଟାକୁ ସେହି ଶ୍ରମିକମାନେ ପୂର୍ଣ୍ଣତା ଦେଇଥିଲେ। ଯିଏ କୃଷ୍ଣ ସେ ହିଁ ଜଗନ୍ନାଥ ଓ ସେ ହିଁ ଗୌରାଙ୍ଗ ପ୍ରଭୁ। ଆମେମାନେ ଯେଉଁ ଭୋଗ ଭଗବାନଙ୍କୁ ଅର୍ପଣ କରନ୍ତି, ତାହା ସେ ଖାଆନ୍ତି କି ନାହିଁ ଆମେ ଜାଣିନାହୁଁ। ଏହା ଉପରେ ଏକ ସୁନ୍ଦର ଉଦାହରଣ ଅଛି। ଗୋଟିଏ ପରିବାରର 3 ଜଣ ସଦସ୍ୟ ଥିଲେ, ବାପା, ମା ଓ ଛୋଟ ପିଲାଟିଏ। ବାପା ସର୍ବଦା ଭୋଗ ଲଗାନ୍ତି ଓ ପରିଶେଷରେ ସେ ଭୋଗକୁ ନିଜ ମଧ୍ୟରେ ବାଣ୍ଟି ଖାଇଥାନ୍ତି। ଭଗବାନଙ୍କ ବିଗ୍ରହକୁ ଚାହିଁ ଅର୍ପଣ କରିଥାନ୍ତି ସେ, ସେଥିପାଇଁ ଭଗବାନ ସ୍ୱୀକାର କରନ୍ତି ନାହିଁ।
ଦିନେ କୌଣସି କାରଣବଶତଃ ବାପା ଭୋଗ କରି ନ ପାରିବାରୁ ପୁତ୍ରକୁ କହିଲେ ପ୍ରଭୁଙ୍କୁ ଭୋଗ ଲଗାଇ ଦେବାକୁ। ବାଳକଟି ସେଦିନ ପ୍ରେମ ସହକାରେ ବହୁତ ସପ୍ରେମ ସହକାରେ କୃଷ୍ଣଙ୍କୁ ଭୋଗ ଅର୍ପଣ କରିବାରୁ ଭଗବାନ ଗ୍ରହଣ କରିଥିଲେ ଓ କିଛି ବଳକା ହୋଇନଥିଲା। ଗରମ କ୍ଷୀରି ଭୋଗ ଲଗାଯାଇଥିବାରୁ ସେଦିନ ଅଲାରନାଥଙ୍କ ଓଠ ଓ ବକ୍ଷସ୍ଥଳ ଆଂଶିକ ପୋଡ଼ି ଯାଇଥିବାରୁ ଏବେ ମଧ୍ୟ ବିଗ୍ରହରେ କଳା ଦାଗ ଦେଖାଯାଏ। ଭାବରୁ ଭକ୍ତି, ଭକ୍ତିରୁ ଶକ୍ତି, ସେ ହେଉଛନ୍ତି ଭାବଗ୍ରାହୀ, ଭାବର ଅଧୀନ। ତେଣୁ ଯେହେତୁ ବାଳକଟି ପ୍ରେମରେ ଭୋଗ ଅର୍ପଣ କରୁଥିଲେ, ତାଙ୍କର ଭୋଗକୁ ପ୍ରଭୁ ସମ୍ପୂର୍ଣ୍ଣ ରୂପରେ ଗ୍ରହଣ କରୁଥିଲେ ଓ ତାଙ୍କ ବାପା ପ୍ରଦାନ କରୁଥିବା ଭୋଗକୁ ଗ୍ରହଣ କରୁନଥିଲେ, କାରଣ ସେ ବିଗ୍ରହକୁ ଭୋଗ ଦେଉଥିଲେ। ଭଗବାନ ହେଉଛନ୍ତି ଖାଦ୍ୟପ୍ରିୟ, ସେଥିପାଇଁ ତାଙ୍କ ନିଜ ପାଇଁ 56 ଭୋଗ ପ୍ରସ୍ତୁତ ହୋଇଥାଏ ଓ ଭକ୍ତମାନଙ୍କ ନିମିତ୍ତ ଆନନ୍ଦ ବଜାର ପୁରୀରେ ସ୍ଥାପିତ ହୋଇଅଛି। ମାଧୁର୍ଯ୍ୟ ଭାବର ଉଚ୍ଚତର ସୋପାନ ହେଉଛନ୍ତି ଭଗବାନ। ଭଗବାନ ନିଜେ 56 ଭୋଗ ଖାଇଥାନ୍ତି ଓ ଭକ୍ତମାନଙ୍କୁ ବି ପ୍ରତିଦିନ ଖୁଆଇଥାନ୍ତି। ପୁରୀରେ ଥିବା ସମୟରେ ଚୈତନ୍ୟଦେବ ପ୍ରତ୍ୟହ ଭଗବାନ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି। ଯେବେ ମନ୍ଦିରରେ ନ ମିଳନ୍ତି, ତେବେ ସେ ଆଲାରନାଥ ଯାଇଥାନ୍ତି ଦର୍ଶନ ନିମିତ୍ତ। ଭକ୍ତି ଅଛି ତ ଭଗବାନ ଅଛନ୍ତି, ଭକ୍ତି ନାହିଁ ତ ଭଗବାନ ନାହାନ୍ତି। ହେ ରାଧାରାଣୀ, ହେ କୃଷ୍ଣ, ଆପଣ ମୋତେ କୃପା କରନ୍ତୁ, ଯେପରି ମୋର ଚିତ୍ତ ସଦା ସର୍ବଦା ଆପଣଙ୍କ ଶ୍ରୀଚରଣରେ ରହିଥାଉ ଏବଂ ସର୍ବଦା ସେବା କରିବାର ସୁଯୋଗ ପ୍ରଦାନ କରନ୍ତୁ ଓ ଆଶୀର୍ବାଦ ଦିଅନ୍ତୁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ। ଧନ୍ୟବାଦ।